କି ସ୍ମେଲ୍ ହେଉଛି ଭାଇ। ଚାଲୁ ପୁରା ଦେଖେ। ଜୋଲୋଫିକ୍ ଚ୍ୟାଲେଞ୍ଜ ପାଇଁ ଯାହା ଯାହା ଦରକାର ତାହା ମୁଁ କରିଦେଲି, ବଟ୍ ତା ପାଇଁ ମୋତେ ବହୁତ ବଡ଼ ଜିନିଷ କରିବାକୁ ପଡ଼ିଲା। ଦେଖିବେ କ'ଣ ହେଲା। ଏଇଟା ଆପଣ ଜାଣିଥିବେ ଏଇ ରୁମ୍ରେ ଯେତେବେଳେ ମୋ ରୁମ୍ କମ୍ପ୍ୟୁଟର ରୁମ୍ ଥିଲା, ତ କମ୍ପ୍ୟୁଟର ହିଁ ନାହିଁ କାହିଁକିନା ସବୁ ତଳେ ପଡ଼ିଛି। ଓକେ, ସବୁ ଉପରେ ପକେଇଛି କାହିଁକି ନା ଏଇ ଯେଉଁ ପାଖ ଯେଉଁ ଟେବୁଲ୍ ଥିଲା, ଟେବୁଲ୍ ସେଟଅପ୍ ଏଇଠି ଆମର ଏଇଟା ହେଲା ମୋ ଟ୍ରାଇପଡ୍ ଏମିତି ସୁଟ୍ ହେବ ଆଙ୍ଗେଲରେ। ଫୁଲ୍ ଭିଡ଼ିଓ ମିଳିବ ଆପଣଙ୍କର ମିଷ୍ଟର SKK ଅଫିସିଆଲ ଚ୍ୟାନେଲରେ, ଚ୍ୟାଲେଞ୍ଜ ଭିଡ଼ିଓ। ଓକେ, ଦେଖ ମୋର ଅବସ୍ଥା। ଆଉ ଖାଇଲା ପରେ ପୁଣି କାନ୍ଦି କାନ୍ଦିକି ଏଟା ସବୁ ସଫା କରିବାକୁ ପଡ଼ିବ ମୋତେ ପୁଣି। ଆଚ୍ଛା, ମୁଁ କେମିତି କ'ଣ ବସିବାକୁ? ମୁଁ ମଝିରେ ବସିବି, ତମେ ସାଇଡ୍ ବସିବ ନା? ତମେ ସାଇଡ୍ ବସିବ, ମୁଁ ମଝିରେ ସାଇଡ୍ ବସିବି। ମାମୁଆଟେ ଦେଇଦେ ট্যাপ করতে এটি ট্যাপ করুন না। ইয়ো যা যা তা আসে আসে করনি সেটি পাওয়া যায় ଗ୍ଲୋଭ୍ସ ପିନ୍ଧିରେ ଖାଇକି ହାସେ ହାତ ଧୋଇବ। ରାକ୍ଷୀ ପାଖରେ ବାଜିଲେ ବୋଲେ ପୋଡ଼ିବ ମାନେ ଆଉ ଯିବ କେତେ ଯିବ ତା ଗୁଣ୍ଡ ପଡ଼ିଲେ ବି ରାଗ ହବ। Oh my God, भाई ଦେଖିକି ଡର ଲାଗୁଛି ଭାଇ। ଆଦି ଆରାମ ସେ ଭାଇ ତାର ଗୁଣ୍ଡ ହିଁ ତାର ଭୟଙ୍କର। ଟିକେ ବାହାରକୁ ସାଇଡ୍ ହାତ ରଖି କରେ। ଆଉ କଣ ଚାନ୍ଦିବି ସେଇଠୁ ପିଓ କେବେ ଥିବ ନା। ତ ଏଠି ଦେଖିପାରୁଥିବେ ଆପଣମାନେ ଭାଇ ତା ଗୁଣ୍ଡ ଗୁଣ୍ଡ ବି ପଡ଼ିଲାଣି ଏଠି। ଓ ମାଇ ଗଡ୍, ଦି ଆରାମସେ ଦି ଛାଟିଯିବ, ଦି ଭାଇ ଖୁଟିଯିବ। ଟିକେ ନା ଥିବ ଏଠି ଟିକେ ଆଉ ନାଇଁ ବୋଧେ ଅବେଗ ସ୍ମେଲ୍ ସେତିକି ନା ହେଉଛି ଅଛି ନା ବାହାରୁଛି ଭିତରୁ। ଓ ଏଠି ଷ୍ଟାର୍ଟ ଖାଅ ଷ୍ଟାର୍ଟ କର କିଏ କରିବ ଦେଖାଉ ତ ଭିଡ଼ିଓରେ। ଦେଖାଉଛୁ ଯା ମୁଁ ଅଛି ଥଣ୍ଡା ପାଣି ଆଣେ। ହଁ ବାସ୍ ଫାଷ୍ଟ ଝିଅ କରିବ ତାହେଲେ ଆଉ କଣ କରିବି? ତୁ କରେ ମାନେ ଯୋଉଟା ଡରେଇ ଦଉଥିଲି ମୁଁ ହାତ ଲଗେଇ ଦେଇଛି। ଓକେ, ଯାହା ବି କହିବ ହିନ୍ଦୀରେ କହିବ ହେଲା। ଏବେ ଖାଇବା ଜଲୁସି ଖାଇବା ନା 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 ଖା ଟିକେ ନାଇଁ ମୁଁ ତୁ ଖାଇବି। ପଇସା ଟା ରଖିଦିଅ, ଦାଦା କଣ କହିଲେ ଇଏ ହବ ଗ୍ୟାସ୍ ଟା ଆସିଲେ ରଖିଦିଅ। ଆରେ ର ଆରେ ଶୁଣୁ କହୁନ ଭଲ ଜିନିଷଟା ଅଛି ଯେ ବସ୍ ନହେଲେ ବଆ ଆଣ୍ଟି ଦେ ତାଙ୍କ କାମ ନାଇଁ ମୋର କିଛି କାମ ନାହିଁ। ଆରେ ବସ ଟିକେ ମଜା ଟିକେ ଖାଲି ମଜା ଦେଖିକି ଯିବୁ। ଆରେ ଆମ ଭିଡ଼ିଓ କା ସେଇଠି ବ ଆରାମସେ ବ ଏଇଠି ବସ ଇଏ ଜାଗେ ଫୋକ କରିକି ନେଇକି କିନ୍ତୁ ଦେଖିବୁ 3 ଜଣ ଯାକ ହେଲା। ଧୀର ମୁହଁ ପୁରା ଅଫ୍ ହେଇଗଲାଣି। ଏଇ ଆଗଟା କଣ ଏଇଟା? ଏଇ ଯୋଉ ଫଟୋଟା ଜୋଲୋ ଚିପ୍ସ। ଓକେ, ରାଗ ମାନେ ଅବଶ୍ୟ ଖାଇଲେ କିନ୍ତୁ ଏଟା ଦେଖିବୁ ଏ ହାତ ମାନ ଦେବୁ ନା ଧୋଇବୁ ସାଙ୍ଗେ ସାଙ୍ଗେ ହାତରେ ଖାଇବୁ ନା ଚାମଚ ଖାଇବୁ? ହାତରେ ଖା ଦେ ସାଙ୍ଗେ ସାଙ୍ଗେ ଧୋଇବୁ। ଜମା ବି ମୁହଁ ମାରିବି। ପୁନା ସାଉଣ୍ଡ ବନ୍ଦ କରେ। ଓକେ ଦି ତୋ ପାଟ ଉଠେଇ ଦେ। ଦେଖିକି ଖା ଦେଖା ଭାଇ ବ୍ରୋ ଏଡୋଡ ଏ ବହୁତ ବଡ ଟାକ ଛାଡି ଖାଉନୁ ଖାଇଦେଲୁ? ଆରେ ପୁରା ଖାଇଲେ ନା ଜାଣିଲ ତମେ ଟିକେ ଟିକେ ଏମିତି ନକି ଖାଇଲେ କଣ ଜାଣିବ? ହଁ ପୁରା ଖା ପୁରାଟା ଖାଉନୁ ତମେ ଟିକେ ନା ଖାଉ ପୁରା ଖାଇଲେ ନା ମଜା ଲାଗିବ। ଖାନି ଅଧା ଖାନି ଦେ ଚାଲୁ ପୁରା ଦେଖେ ଏମାନେ ଏଠି ଖାଇଲି ସେ ଖାଇଲି
ଏଇଟା ପୁରା ଗୋଟେ ଇଏରେ ଖାଇଛି ଗରମ ଗରମ ଖାଇବା ଟିକେ ଟିକେ ରହିଲା ପରେ ତାର ପୁରା ଖୋଲୁଛି ପୁରା ଖାତା ଆଉ ମଧୁରିଆ ରାଗ କମିଗଲା। ହଁ ଜିଭ ଜଳୁଛି ଆଉ ଟିକେ ତ ଲାଗିବ ଏସି ଆସିବ ସେ ଚାଲିଛି ଏବେ ପୁରା ଆସିବ ପାଟିରେ ରହିଲା ପରେ ପୁରା ତାପରେ ଭାଇ ଖାଅ ଖାଅ ଖାଉ ଦିଅ। ଭିଡ଼ିଓ ଭଲ ଅଛି ଟି? ମସଲା ଖାଇକି ଯା ମସଲା ଗୋଟେ ଖାଇ ଆଇସ୍କ୍ରିମ୍ ଖାଇଛି ଗୋଟେ ଆଇସ୍କ୍ରିମ୍ ଖାଇছে ନହେଲେ ଭାଇ ତ କହିଛ କଦଳୀ ଅଛି କଦଳୀ ଖାଇବି ଆଇସ୍କ୍ରିମ୍ ଖାଇବି ଆଇସ୍କ୍ରିମ୍ କ୍ଷୀର ସେ ଟିକେ ନା କାମ ତମେ ଏବେ ଖାଇଥିଲି କଣ ନେବା ଭାଇ नो ଭାଇ नो ଆକି नो ଟିକେ ଖାଇବ ତ ନା ଆଉ ମିଠା ମିଠା ଜିନିଷ ରଖେଇ ଦେଉଥିଲା ରାଗ ଲାଗୁଛି ହାତରେ ହଁ ବା ହାତରେ କୁକି ରାଗ ହେଇଯିବ ଉପା ପବନ ଗୋଟେ ଝାସ ଗୁରା ଆସୁଛି ନାଇଁ ପବନ ଆରେ ପେରି ପେସ୍ ମିଳେ ଯାଉଛି ନା ସେ ହାତରେ ଧରିକି ଦେଇଥିଲେ ରାଗ ଲାଗୁଛି ରାଗ ହେଇକି ରାଗ ମୁଁ ଏଡ଼ିଟେ ମୁଁ ଖାଇଲି ଟୁନୁ ଏଡ଼ିଟା ଖାଇଲା ଏଠୁ ଏଡ଼ିଟେ ହିଁ ଖାଇଲି ମଜା ତମେ ତ ଗୋଟେ ଖାଇଛ ଏଡ଼ିଟେ ପିସ୍ ତ ବେଡ଼ ଉପରେ ତ ଏଡ଼ିଟେ ପିସ୍ ଦେ ଟିକେ ସମୟ ରଖିଥାନ୍ତେ ତାପରେ ଭଲ ସବୁ ପୁରା ଯୋଗାଡ଼ି ରଖିଛେ ନା ସବୁ ଜିନିଷ ଚାଲ ଜରି କରିକି ଆସିବୁ ଯଦି ଗୋଟେ ଜରି ଗୋଟେ ଦେ ଭର୍ତ୍ତି କରି ଯିବୁ ସେଟା ନେଇକି ପକେଇବୁ ଆରେ ଗୋଟେ ଜରି ତ ଭର୍ତ୍ତି କରିଦେବି ନା ଫୋପାଡ଼ି କୁଆଡ଼େ ବାହାରେ କାହିଁ ଫୋପାଡ଼ିବି ଯାଉ ଭାଇ ଲୋକମାନେ ପୁରା ଜିଭରେ ପୁରା କଞ୍ଚା ଲଙ୍କା ଖାଇବାରେ ଫାଇଦା ତ ହେଲା ଶହେ କହିଲୁ ହଁ ବା ମଝିରେ କମିଲେ ମୁଁ ଦିନରେ 3-4ଟା କଞ୍ଚା ଲଙ୍କା ଖାଉଛି କଞ୍ଚା ଲଙ୍କା ଚଳେ ଏଇଟା ଶୁଖିଲା ଲଙ୍କା ମୁଁ ଭାବୁଥିଲି ମୁଁ ସମସ୍ତେ ପିଇ ଦଉ ସବୁ କିଛି ଜିନିଷ ରହିବ ଏତେ ଜିନିଷ ରହିଗଲା ଟିକେ ଖାଇଲେ ମତେ କ୍ଷୀର ଟିକେ ପିଇଲି କେମିତି ଏତେ ସହିଗଲି କିଣିଲୁ ଏତେ ମୋର ତୁଇ ମଧ୍ୟ ତୁଇ ଅଧିକ ପିଇବୁ ବୋଲି ଭାବୁଥିଲି ଅଧିକ ତ ମୁଇଁ ଖାଇଛି କିନ୍ତୁ ବହୁତ ମାନେ ସେ ରହି ସାଙ୍ଗେ ସାଙ୍ଗେ ତା ସାଙ୍ଗେ ମିଶେଇ କିଛି ଖାଇଦେଲେ ନା ଟିକେ ରହିଥିଲେ ରହିଥିଲେ ଏଇନା ରଚନା ନ ରହିନଥାନ୍ତେ ବାଇକ ଫକ ଗୋଟେ ହେଇଥାନ୍ତେ ଏପର୍ଯ୍ୟନ୍ତ ମୁଁ ମାନେ ଅଟୋ ଚଳୁଥିଲ ଜଳିବ ଅଟୋ ଜଳିବ ମାଂସଟା ଭାରି ଇଏ ଅଟୋ ଜଳୁଥିବ ତ ଆପଣମାନଙ୍କୁ ମୋର ଜୋଲୋ ଚିପ୍ସ ଚ୍ୟାଲେଞ୍ଜଟା କେମିତି ଲାଗିଲା ଫୁଲ୍ ବ୍ଲଗ୍ଟା ଆପଣମାନଙ୍କୁ ମିଳିଯିବ ମୋ ଚ୍ୟାନେଲ୍ ମିଷ୍ଟର ଏସ୍କେକେ ଅଫିସିଆଲ କାଲି ରବିବାର ତ ଆଇ ହୋପ୍ ଆପଣଙ୍କୁ ମୋ ବ୍ଲଗ୍ଟା ଭଲ ଲାଗିଥିବ ଆଉ ଚ୍ୟାଲେଞ୍ଜଟା ମୁଁ ନୂଆ ଚ୍ୟାନେଲ୍ ପକେଇଲି କାହିଁକିନା ମୁଁ ଚାହୁଁଥିଲି କି ନୂଆ ଚ୍ୟାନେଲ୍ ସେ ଭିଡ଼ିଓ ପକେଇବି ବୋଲି ଯେଉଁମାନେ ମୋତେ ସପୋର୍ଟ କରିଛ ଆଉ ଚ୍ୟାଲେଞ୍ଜ ଦେଇଛ ଥ୍ୟାଙ୍କ ୟୁ ଆଉ ଗୋଟେ ଚ୍ୟାଲେଞ୍ଜ ରହିଲା ମୋର କରିବାର ତ ସତ୍ୟ ଚ୍ୟାଲେଞ୍ଜ ଇଜ୍ କମିଂ ସୁନ୍ ବହୁତ ଜଲ୍ଦି ତମର ଭିଡ଼ିଓଟା ବନେଇବି ଆଉ କାଲି ପୋଷ୍ଟ କରିବି ମିଷ୍ଟର ଏସ୍କେ ଅଫିସିଆଲ ପୋଷ୍ଟ କରିବି and please support Mr. SKK official channel ସେଇଟା ହିନ୍ଦୀରେ କରୁଛି ଆଉ ରହିଲା ମାତ୍ର 44 ଡେଜ୍ ୟା 43 ଡେଜ୍ ରହିବ ତାପରେ ମୁଁ ଭାବୁଥିଲି କି 500 ସବସ୍କ୍ରାଇବର୍ସ ଆଣ୍ଡ 500 ଫଲୋଅର୍ସ ମୋର ଦରକାର ଥିଲା ଏବେ ଇନଷ୍ଟାଗ୍ରାମରେ ମୋର ଅଛି 200 ସମଥିଙ୍ଗ ଫଲୋଅର୍ସ ଓକେ ଆଇ ଥିଙ୍କ 200 ବି ନାହାନ୍ତି କହିବାକୁ ଗଲେ ଓକେ ଆଣ୍ଡ ଏବେ यूट्यूब भी ब्लॉग चैनल एते सब्सक्राइबर नहांती बहुत 100 भी पहुंच नहांती हेबे फैमिली साथ साथ हेबे आफ्टर 100 वीडियो तो मु पोस्ट करी हिंदी रे एंड लैंग्वेज चेंज करे पड़े मते
ମୋତେ ଖରାପ ନିଜକୁ ଖରାପ ଲାଗୁଛି କି ଆପଣଙ୍କଠୁ ଓଡ଼ିଆରେ ଆଉ କଥା ହେଇପାରିବିନି କାହିଁକିନା ଓଡ଼ିଆ ଇଜ୍ ମାଇ ମଦର ଟଙ୍ଗ କହିବାକୁ ଗଲେ। ତ ମୋତେ ଲାଗୁଥିଲା କି ଆପଣମାନେ ଆସିକି ସପୋର୍ଟ କରିବେ ଆମ ଆପଣଙ୍କ ବଡ଼ ଭାଇ ଭାବିକି ଆପଣଙ୍କ ସାନ ଭାଇ ଭାବିକି ଆପଣ ସାଙ୍ଗ ଭାବିକି ଗୋଟେ ଜିନିଷ କରିଥାନ୍ତେ। ଓକେ ଓକେ ବ୍ଲଗ୍ରେ ଆହୁରି 40 ଦିନ ଆହୁରି ବଡ଼ ବଡ଼ ମଜା ଭିଡ଼ିଓ ଆସିବ। ଓକେ ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ। Stay tuned on my channel Mr. SKK Vlogs and my source channel Mr. SKK Source and my Instagram channel Mr. Soros Official and my new channel Mr. SKK Official। ताकू भी सब्सक्राइब कर दियो भाई, फॉलो कर दियो। आओ मो कम्युनिटी माने आमो कम्युनिटी कहया गले ऑफिशियल पार्टनर्स समझते हैं। थैंक यू फॉर वाचिंग, स्टे सेफ, स्टे हेल्दी। माय नेम इज सरोज, signing out today। जय जगन्नाथ।